ତତଲା ବାଲିରେ ଭାଜି ହେଉଛି ସାରା ଓଡ଼ିଶା। ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି ହେଉଥିବାରୁ ଅସ୍ତବ୍ୟସ୍ତ ଜନଜୀବନ। 5 ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ସହ ତାତିରୁ ନାହିଁ ନିସ୍ତାର। ଆସନ୍ତା 24 ଘଣ୍ଟା ପ୍ରବଳ ଖରା ସହ ଗ୍ରୀଷ୍ମ ପ୍ରବାହ ନେଇ 21 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଉଷ୍ମ ଓ ଆର୍ଦ୍ର ସ୍ଥିତିକୁ ନେଇ 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତାପମାତ୍ରା ଆହୁରି 2ରୁ 6 ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବାବେଳେ ରାଜ୍ୟରେ ଅସମ୍ଭାଳ ତାତି ଦେଖାଯିବ। ବିଶେଷ କରି 19 ଆଉ 20 ତାରିଖରେ ତାତିରୁ ତ୍ରାହି ନଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ 18 ତାରିଖରେ 4 ଜିଲ୍ଲା ଯଥା ମୟୂରଭଞ୍ଜ, ନୂଆପଡ଼ା, ଗଜପତି ଓ ନୟାଗଡ଼ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି 20 ତାରିଖରେ ମଧ୍ୟ ସମାନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି ହେଉଥିବାରୁ ଅସ୍ତବ୍ୟସ୍ତ ଜନଜୀବନ। 5 ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ସହ ତାତିରୁ ନାହିଁ ନିସ୍ତାର। ଆସନ୍ତା 24 ଘଣ୍ଟା ପ୍ରବଳ ଖରା ସହ ଗ୍ରୀଷ୍ମ ପ୍ରବାହ ନେଇ 21 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଉଷ୍ମ ଓ ଆର୍ଦ୍ର ସ୍ଥିତିକୁ ନେଇ 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତାପମାତ୍ରା ଆହୁରି 2ରୁ 6 ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବାବେଳେ ରାଜ୍ୟରେ ଅସମ୍ଭାଳ ତାତି ଦେଖାଯିବ।